ଆଗକୁ ରଜ ଆସୁଛି ନା। ରଜ ଆସିଲେ ଘର ପୁରା ପିଠାପଣାରେ ମହକି ଉଠିଥାଏ। ଆଜି ଆମେ ବନଉଛେ ରଜ ସ୍ପେଶାଲ କ୍ଷୀର ପୋଡ଼ପିଠା। ରଜ ଆସିଛି ପୁଣି ଘରେ ପିଠାପଣା ବନିବନି? ତେବେ ଚାଲନ୍ତୁ ଆଉ ଅପେକ୍ଷା କରିବାନି, ଆମେ ଏବେ ଭିଡ଼ିଓଟି ଆରମ୍ଭ କରିବା। ଏଠି ଚାଉଳକୁ ମୁଁ ଆଗରୁ 5-6 ଘଣ୍ଟା ହେଇଗଲାଣି ମୁଁ ଭିଜେଇକି ରଖିଥିଲି। ଦେଖନ୍ତୁ ମୁଁ ଏମିତି ହାତରେ ଏମିତି ଦାବି ଦେଲା ବେଳକୁ ଚାଉଳ ଭାଙ୍ଗି ଯାଉଛି। ଯେତେ ଚାଉଳ ଆମର ଭିଜିବ ଭଲସେ ପିଠାଟା ସେତେ ନରମ ବନିବ। ମୋର ଏଠି 1/2 କେଜି ଚାଉଳ ଅଛି। 1/2 କେଜି ଚାଉଳ ପାଇଁ ମୁଁ ଏଠି 1 ଫାଳ ନଡ଼ିଆ ଦେଉଛି। ଆପଣମାନେ ଯଦି 1 କେଜି ଚାଉଳ ନେଉଛନ୍ତି ତାହେଲେ 1 ନଡ଼ିଆ ଦେବେ। ନଡ଼ିଆର କ୍ୱାଣ୍ଟିଟି ସେମ୍ ରହିଲେ ଆମର ପିଠାର ଟେଷ୍ଟଟା ଭଲ ଆସିବ। ଚାଉଳ ନଡ଼ିଆକୁ ମୁଁ ଚିକଣ କରିକି ଗ୍ରାଇଣ୍ଡିଙ୍ଗ କରିଦେଉଛି। ଆମେ ଏଠି ବନଉଛେ କ୍ଷୀର ପୋଡ଼ପିଠା। ଆମେ ଏଠି କ୍ଷୀରରେ ଜନ୍ତିବା ତାକୁ। ପ୍ରଥମେ ଚାଉଳଟାକୁ ନଡ଼ିଆଟାକୁ ବାଟିକିରି ରେଡ଼ି କରିଦେବା। ଦେଖନ୍ତୁ ପୁରା ଚିକଣ କରିକି ବାଟିବେ, କିଛି ବି ତାର ଦରଦରା ରହିବନି, ପୁରା ପ୍ଲେନ୍ ବାଟିବେ। ଆ ଭିତରେ ମୁଁ ଗୋଟେ ଟପ୍ ବସେଇ ଦେଉଛି, ଅଳ୍ପ ଟିକେ ଘିଅ ଦେଉଛି। କାଜୁ ଆଉ ନଡ଼ିଆ ମୁଁ ଏଠି ରଖିଛି, ତାକୁ ଆମେ ଟିକେ ହାଲକା ଭାଜିଦେବା। ଏମିତି କଞ୍ଚା କଞ୍ଚା ଆପଣମାନେ ଚାହିଁଲେ ଦେଇପାରନ୍ତି, କିନ୍ତୁ ହାଲକା ଭାଜିଦେଲେ ତାର ଟେଷ୍ଟ ଭଲ ଆସିବ। କଞ୍ଚା କଞ୍ଚା ଦେଲେ କିଛି ଅସୁବିଧା ନାହିଁ, ଭଲ ଲାଗିବ, କିନ୍ତୁ ଆଉ ଟିକେ ଟେଷ୍ଟ ବଢ଼ାଇବା ପାଇଁ ଆମେ ତାକୁ ଟିକେ ଭାଜିଦେବା। ତା ପ୍ୟାନ୍ଟା ଆମର ଯେହେତୁ ଗରମ ହୋଇଯାଇଛି, ମୁଁ ଟିକେ ପାଣି ଦେଇଦେଉଛି। ମୁଁ ଏଠି 1/2 କେଜି କ୍ଷୀର ଦେଉଛି ଆଉ 2ଟି ତେଜପତ୍ର। ମିଠା ପାଇଁ ମୁଁ ଏଠି ଚିନି ଦେଉଛି। ଆପଣମାନେ ଚାହିଁଲେ ଚିନି ଜାଗାରେ ଗୁଡ଼ ଦେଇପାରନ୍ତି ଆଉ ମିଠାର କ୍ୱାଣ୍ଟିଟି ବଢ଼େଇ ପାରନ୍ତି। କମ୍ ଖାଉଥିଲେ କମ୍ ଦେଇପାରିବେ, ଅଧିକ ଖାଉଥିଲେ ଅଧିକ ମିଠା ଦେଇପାରନ୍ତି। କ୍ଷୀରଟା ଫୁଟିବା ଆରମ୍ଭ ହୋଇଗଲାଣି। ଏହି ସମୟରେ ମୁଁ ପକାଇ ଦେଉଛି ଯେଉଁ ବେଟର ବାଟିକି ରଖିଥିଲି, ପକାଇ ଦେଉଛି। ତାକୁ ଧୀରେ ଧୀରେ ଆମେ ଏମିତି ଚଲେଇବା, ଆଦୌ ବି ଛାଡ଼ିବାନି, ନହେଲେ ଲାଗିଯିବ, ଲାଗିକିରି ପୋଡ଼ିଯିବ। ସ୍ୱାଦ ଅନୁସାରେ ମୁଁ ଏଠି ଲୁଣ ପକାଇ ଦେଉଛି। ଆଗରୁ ଲୁଣ କେବେ ବି ପକାଇବେନି, ବେଟର ଦେଇ ସାରିଲା ପରେ ଲୁଣ ପକାଇବେ, ନହେଲେ କ୍ଷୀରଟା ଆମର ଫାଟିଯିବ। ଆମେ ଯେଉଁ କାଜୁ ଆଉ ନଡ଼ିଆକୁ ଭାଜିକି ରଖିଥିଲେ ଘିଅରେ, ଏହି ସମୟରେ ଦେଇଦେବା। ଯେମିତି ଆମେ ମଣ୍ଡା ପିଠା ଜନ୍ତିଥାନ୍ତି ସେଇଭଳି ଜନ୍ତୁଣିଟା ହେବ। ଜନ୍ତୁଣିଟା ଆମର ଏଠି ରେଡ଼ି ହୋଇଗଲାଣି। ଲାଷ୍ଟରେ ମୁଁ ପକାଇ ଦେଉଛି ଗୁଜୁରାତି ଆଉ ଗୋଲମରିଚ। ବେଶୀ ପତଳା କରିବେନି, ନହେଲେ ପିଠାଟା ବହୁତ ନରମ ହୋଇଯିବ, ହାତରେ ଧରି ହେବନି। ଯେମିତି ଆମେ ମଣ୍ଡା ପିଠା ଜନ୍ତନ୍ତି ସେଇଭଳି ଜନ୍ତିବେ। ଜନ୍ତୁଣିଟା ଆମର ଆ ଭିତରେ ହୋଇଗଲାଣି। ମୁଁ ତାକୁ ସାଇଡ଼୍ କରିଦେଇକି ମୁଁ ଏଠି ରଖିଛି କଦଳୀପତ୍ର, ତାକୁ ଟିକେ ନିଆଁରେ ସେକିଦେବା। କଦଳୀପତ୍ରଟା ନିଆଁରେ ସେକିଦେଲେ ଆମର ଫାଟିବନି ଆଉ। ଗାଁ ମାନଙ୍କରେ ତ ମାଆ ମାନେ କଡ଼େଇରେ କରନ୍ତି, ଆମେ ତ ଏଠି ଗ୍ୟାସ୍ରେ କରୁଛେ ନା, ଗ୍ୟାସ୍ରେ ବସେଇବା। ଦେଖନ୍ତୁ ଗୋଟେ ପ୍ୟାନ୍ ବସେଇକି ମୋର ତାତି ଗଲାଣି। ମୁଁ ଏଠି କଦଳୀପତ୍ର ଦେଇଦେଉଛି। ଆଉ ମନେ ରଖିଥିବେ ପ୍ୟାନ୍ଟାକୁ ଭଲସେ ଗରମ କରିବେ। ଏହି ସମୟରେ ହାଇରେ ରଖିଥିବେ ଗ୍ୟାସ୍କୁ। ପ୍ୟାନ୍ଟା ଯେମିତି ଭଲସେ ତାତିବ। ଆମେ ଟିକେ ଘିଅ ମାରିଦେବା କଦଳୀପତ୍ର ଉପରେ। ଘିଅ ମାରିବା ଦ୍ୱାରା ଆମର ପିଠାଟା ଭଲସେ ଉଠିଯିବ। ତାପରେ ବାସ୍ନା ବି ଦେବ, ଟେଷ୍ଟ ବି ଭଲ ଆସିବ ଆମ ପିଠାର। ଆମେ ଯେଉଁ ଚୁନାକୁ ଜନ୍ତିକି ରଖିଥିଲେ ଏହି ସମୟରେ ଦେଇଦେବା। ଗରମ ଅଛି ଚୁନା। ମୁଁ ଗୋଟେ କଥା ଭୁଲି ଯାଇଥିଲି, ତେଜପତ୍ରଟା ବାହାର କରିନଥିଲି। ପିଠାଟା କାଟିଲା ସମୟରେ ତେଜପତ୍ର ଲାଗୁଥାଏ ଛୁରୀରେ। ତେଜପତ୍ରଟା ବାହାର କରିଦେଇଥିଲେ ଭଲ ହେଇଥାନ୍ତା, ମୁଁ ଭୁଲି ଯାଇଥିଲି। ସବୁ ଚୁନା ଜନ୍ତାକୁ ମୁଁ ଦେଇଦେଉଛି। ଯେହେତୁ ମୋର ଜନ୍ତୁଣିଟା ତାତିଛି, ତାକୁ ଏମିତି ପାଣି ହାତ ମାରିକିରି ତାକୁ ମୁଁ ସମାନ କରିଦେଉଛି, ସାଇଜ୍ କରିଦେଉଛି। କଦଳୀପତ୍ର ଦେବା ଦ୍ୱାରା ଆମର କ'ଣ ହେବ, ପିଠାଟା ଗ୍ୟାସ୍ରେ ବସିଲେ ଡାଇରେକ୍ଟ ସିଏ ପୋଡ଼ିଯିବ। କଦଳୀପତ୍ର ଦେଲେ ହାଲକା ସିଏ ପୋଡ଼ିଲେ ସେ ଭଲ ଲାଗିବ। ଦେଖନ୍ତୁ ପାଖାପାଖି ଏଠି 20-30 ମିନିଟ୍ ହୋଇଗଲାଣି। ଆମର ପିଠାଟା ଆ ଭିତରେ ହୋଇଗଲାଣି। ଏମିତି ଗୋଟେ ସାଇଡ଼୍ରେ ଆପଣମାନେ କାଟିକି ଖାଇପାରନ୍ତି, କିନ୍ତୁ ଆଉ ଉପର ସାଇଡ଼୍ଟା ମୁଁ ଆଉ ଟିକେ ସେକିବି ବୋଲି ମୁଁ ତା ଉପରେ ଆଉ ଟିକେ ଘିଅ ମାରିଦେଉଛି। ଦୁଇ ପଟ ଟିକେ ସେକି ହୋଇଗଲେ ଆମର ପିଠାର ଟେଷ୍ଟଟା ଟିକେ ଭଲ ଆସିବ। ଏମିତି ଖାଇଲେ ବି କିଛି ଅସୁବିଧା ନାହିଁ, ଭଲ ଆସିବ, କିନ୍ତୁ ଆଉ ଟିକେ ବେଶୀ ଆମେ ସେକିବାନି, ଆଉ ଅଳ୍ପ ଟିକେ ସେକିଦେବା। ପିଠାଟାକୁ ଦେଖିବା ତା ତଳଟା କେମିତି ହେଇଛି। ଦେଖନ୍ତୁ ମନେ ରଖିଥିବେ, ଗ୍ୟାସ୍ରେ ଡାଇରେକ୍ଟ ପିଠାକୁ କେବେ ସୋଦୁଅକୁ କେବେ ଦେବେନି। ଏମିତି କଦଳୀପତ୍ର ଦେଇକି କରିବେ, ଆଉ ଏମିତି ହିଁ ପୋଡ଼ିଲେ ପିଠାର ଟେଷ୍ଟଟା ଭଲ ଆସିବ। ମୁଁ ଆଉ ଟିକେ 10 ମିନିଟ୍ ପାଇଁ ବସେଇ ଦେଉଛି।
ତା ଉପରେ ଆଉ ଟିକେ ହାଲକା ସେକି ହେଇଗଲେ ପିଠାର ଟେଷ୍ଟ ଭଲ ଆସିବ। ଦେଖନ୍ତୁ ତା କଲର୍ଟା କେଉଁ ଭଳି ହେଇଛି ଆଉ ପିଠାର ଟେଷ୍ଟ ବି ସେଇଭଳି। ପୁରା ଲୋ ମିଡ଼ିୟମରେ ଆମେ ତାକୁ 10 ମିନିଟ୍ ଆଉ ଟିକେ ସେକିଦେବା। ପାଖାପାଖି 10 ମିନିଟ୍ ହେଇଗଲାଣି। ମୁଁ ତା ଉପରଟାକୁ ଦେଖାଉଛି ଆପଣମାନଙ୍କୁ। ତା ଆରପଟ ସାଇଡ଼୍ଟା କେଉଁ ଭଳି ମୁଁ ସେକିଛି ଦେଖନ୍ତୁ। ଫାଇନାଲ୍ ଲୁକ୍ଟା ପିଠାର କଲର୍ରୁ ହିଁ ଆପଣମାନେ ଜାଣିପାରୁଥିବେ ପିଠାର ଟେଷ୍ଟ କେଉଁ ଭଳି ହେଇଥିବ। ଆ ଭିତରେ ବି ଥଣ୍ଡା ବି ହେଇଗଲାଣି। ପିଠାଟାକୁ ଗରମ ଗରମ କାଟିବେନି, ଥଣ୍ଡା ହେଲା ପରେ ଆପଣମାନେ କାଟିବେ। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆମ କ୍ଷୀର ପୋଡ଼ ପିଠା। ଆଉ ଘରେ ତ ଖାଇକିରି ମୋ ପିଲାମାନେ ସମସ୍ତେ ଘରେ ଖାଇକି ଖୁସି ହେଇଗଲେ। ପିଠାଟା ବି ସେଇଭଳି ହେଇଛି। ଆଜିର ଭିଡ଼ିଓ ଆପଣମାନଙ୍କୁ ଯଦି ଭଲ ଲାଗିଥାଏ ଲାଇକ୍ ସବସ୍କ୍ରାଇବ୍ କରିବାକୁ କେବେ ବି ଭୁଲିବେନି। ରହୁଛି, ନମସ୍କାର।